ନା ମୂଷା କଥା କହୁଛି ତ ସେମିତି କିଛି ବି ନଥିଲା। ଆଉ ଇଏ ଯୋଉ ସବୁ କରୁଛନ୍ତି ତାଙ୍କ ସାଙ୍ଗରେ ସାମିଲ ଅଛନ୍ତି ସେ ଝିଅର ତାଙ୍କ ବାପା ମା ତାଙ୍କ ଟୋଟାଲ ଫ୍ୟାମିଲି ଇନଭଲ୍ଭ ଅଛନ୍ତି। ଆଉ ମୁଁ ବୁଝିପାରୁନି କୋଉ ଇଣ୍ଟେନସନ ନେଇ କହୁଛନ୍ତି ଲୋକମାନେ। ସେ ଅଙ୍କିତା ସାମଲ ନାଁରେ ସର୍ଚ୍ଚ କରିବା ଆରମ୍ଭ କରିଦେଲେ ସୋସିଆଲ ମିଡ଼ିଆ, ସର୍ଚ୍ଚ କରିବା ଆରମ୍ଭ କରିଦେଲେ ଯେମିତି ନିଶା ମରା ନାଁରେ ସର୍ଚ୍ଚ ହେଇଥିଲା। ତ ତାର ଫଲୋଅର୍ସ ଧୀରେ ଧୀରେ ବଢିବ, ଫଲୋଅର୍ସ ବଢିଲା ପରେ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲା ହବ, ତାର ମୂଷାକୁ ନେଇକି ଗୋଟେ ବିଜନେସ କରିବା ଷ୍ଟାର୍ଟ ହେଇଯିବ। ମୂଷା କହୁଛି ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ। ଏଇ ଭିଡ଼ିଓ ବର୍ତ୍ତମାନ ଚର୍ଚ୍ଚା ବିଷୟ ପାଳିଥିଲା, କିନ୍ତୁ ଏଇ ଭିଡ଼ିଓକୁ ନେଇ ବର୍ତ୍ତମାନ ଏକ ବିଶୃଙ୍ଖଳା ସୃଷ୍ଟି ହେଇଛି କି ଜଗନ୍ନାଥଙ୍କ ଭାବକ ଭିତରେ ପ୍ରଶ୍ନ ଉଠୁଛି। କିଏ କହୁଛି ଏହା ଏକ ସମ୍ପୂର୍ଣ୍ଣ ମନୁଷ୍ୟକୃତ। ତ ମୂଷା କହୁଛି ଜୟ ଜଗନ୍ନାଥ। ଏ ନେଇ ଆମେ ଅଛୁ ବର୍ତ୍ତମାନ ଆରିର ଜଣେ ୟୁଟ୍ୟୁବର ଆମ ସହିତ ଉପସ୍ଥିତ ଅଛନ୍ତି, ଯିଏକି ଯୁକ୍ତି ବାଢୁଛନ୍ତି ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ମନୁଷ୍ୟକୃତ। ମୂଷା କହୁନି ଜୟ ଜଗନ୍ନାଥ, ତାକୁ କୁହାଯାଉଛି। ତ ଆମ ସହିତ ଅଛନ୍ତି, ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା ଜଣେ ୟୁଟ୍ୟୁବର। ଆଜ୍ଞା ପରିଚୟ ଦେବେ? ନମସ୍କାର, ମୋ ନାଁ ହେଉଛି ମିଷ୍ଟର ଅରୁପ ଦାସ। ୟୁଟ୍ୟୁବ ଚ୍ୟାନେଲରେ ସମସ୍ତେ ଜାଣିଛନ୍ତି। ତ କଣ କହିବେ ଯୋଉ ମୂଷା କହୁଛି ଜୟ ଜଗନ୍ନାଥ, କଣ ରହିଛି କଣ? ये जो केसटी फास्ट आसला ମୁଁ ବି ଯେତେବେଳେ ଯେତେବେଳେ ଏ ନ୍ୟୁଜ୍ଟା ଭାଇରାଲ ହେଲା ମୁଁ ବି ଦେଖିଲି। କାରଣ ଏ କଳିଯୁଗରେ ବହୁତ କିଛି ଆଶ୍ଚର୍ଯ୍ୟଜନକ ଜିନିଷ ଘଟୁଛି ଆମ ୱାର୍ଲଡ ୱାଇଡ୍ ଉପରେ। ମୁଁ କହିଲି ଦେଖିଲି ହଁ ମୂଷା କିଛି କହିଥିବ, ଯେହେତୁ ଆମ ଭଗବାନ ଗଣେଶଙ୍କର ବାହନ। ତାପରେ ସେ ଯେତେବେଳେ ସେ ଭିଡ଼ିଓଟାକୁ ମୁଁ ଭଲସେ ଆନାଲାଇଜ୍ କରି ଦିନ ରାତି ପକେଇ ଦେଖିଲି ଯେ ସେମିତି କିଛି ବି ନାହିଁ। ସେ ମୂଷାର ଯେଉଁ ନର୍ମାଲି ସବୁ ପଶୁପକ୍ଷୀଙ୍କର ଗୋଟେ ଲାଙ୍ଗୁଏଜ ଥାଏ, ତାର ଚୁଁ ଚୁଁ ଚେଁ ଚେଁ ଆବାଜ, ସେ ମୂଷା ବି ସେମିତି ଚିଁ ଚିଁ କରୁଛି। ତାପରେ ସେ ଯେଉଁ ମ୍ୟାଡ଼ାମ ଜଣକ ତାକୁ କୋଶ୍ଚିନ୍ ପଚାରୁଛନ୍ତି, ସେ ଯେଉଁ ବି କୋଶ୍ଚିନ୍ ପଚାରୁଛନ୍ତି ସେ ମୂଷାଟା ଖାଲି ତା ଭାଷାରେ ଯେଉଁ ଚିଁ ଚିଁ ହେଉଛି। ମାନେ ଯେତେବେଳେ ଦେଖିବାକୁ ଗଲେ ସେ କିଛି ବି କହୁନି, ଯାହା ବି ପଚାରୁଛନ୍ତି। ଇଏ ତ କ'ଣ କରୁଛନ୍ତି, ନିଜେ ନିଜେ ନିଜକୁ ଯାହା ମନକୁ ଆସୁଛି ତାକୁ କୋଶ୍ଚିନ୍ କରୁଛନ୍ତି, ତା ଆନ୍ସରଟା ବି ନିଜେ ଦେଉଛନ୍ତି। ସେ ଯେଉଁ ଆନ୍ସରଟାକୁ ସେ ଲୋକମାନଙ୍କ ସାମ୍ନାରେ କ'ଣ କହୁଛନ୍ତି ନା ସେ ମୂଷା ଆନ୍ସର ଦେଲା, କିନ୍ତୁ ସେମିତି ସେ ମୂଷା କିଛି ଆନ୍ସର ଦେଇନି। ଆଉ ତା ଯଦି ତାର ରାଜ ପଚରାଯିବ ସେ ମୂଷା ଏମିତି ଚିଁ ଚିଁ କାହିଁ ହେଉଛି, ତା ଟିକେ ଭଲସେ ତମେ ମାନେ ଯେତେବେଳେ ନୋଟିସ୍ କର ଜାଣିପାରିବ ସେ ମୂଷା ଉପରେ ଗୋଟେ କପଡ଼ା ପିନ୍ଧା ହେଇଛି, ଯେମିତି ଆମେ ସ୍ୱେଟର ପିନ୍ଧୁଛନ୍ତି। ସେ ଝିଅଟି କ'ଣ କରୁଛି, ତାର ଗୋଟେ ଆଙ୍ଗୁଠି ତା ନଖରେ ସେ ମୂଷାକୁ କେଞ୍ଚୁଛି। ଯେମିତି ସପୋଜ ଆମେ ଗାଡ଼ି ହର୍ନ ମାରିବା, ଥରେ ମାରିବା ଗୋଟେ ଟାଇପ୍ର ସାଉଣ୍ଡ ଶୁଣିବ, ଯଦି ରିପିଟଲି କରିଦେବା 2-3 ଥର ମାରିବା ତ ସାଉଣ୍ଡ ଚେଞ୍ଜ ହେଇଯିବ। ତ ସେମିତି ମୂଷାକୁ ସେ ଯେତେ ଥର କୋଶ୍ଚିନ୍ ପଚାରୁଛନ୍ତି ସେ ନଖରେ ସେଟାକୁ ଦାବି ଦେଉଛନ୍ତି ମୂଷାର ପିଠିଟାକୁ। ତାର ମୂଷାକୁ ପେନ୍ ହେଉଛି, ହୁଏତ ସଲସଲ ଲାଗୁଥାଇପାରେ, ସେ ମୂଷାଟି ସାଉଣ୍ଡ କରୁଛି। ସେଇଟାକୁ ସେ ଝିଅ କ'ଣ କହୁଛନ୍ତି ନା ମୂଷା କଥା କହିଲା, ମୁଁ ଯାହା କୋଶ୍ଚିନ୍ କରୁଛି ସେଟା ଆନ୍ସର କହିଲା, କିନ୍ତୁ ସେଟା କିଛି ନୁହଁ, ଏଇଟା ଗୋଟେ ଫ୍ରଡ୍ ଚାଲିଛି। କହିବି ଭଗବାନଙ୍କ ନାଁ ନେଇକି ସାଧାରଣତଃ ଆମେ ଦେଖିବାକୁ ଗଲେ ଆମ ଓଡ଼ିଶାବାସୀ ଟିକେ ମାନେ ଧାର୍ମିକ ଲୋକମାନେ, ଟିକେ ବହୁତ ନିରୀହ ଲୋକମାନେ, ତ ତାଙ୍କୁ ଏମିତି ମାନେ ଧାର୍ମିକ କଥାକୁ କିଛି ନେଇ କହିଲେ ସେମାନେ ବିଶ୍ୱାସ କରିଯାନ୍ତି। ତାମାନେ ଯେଉଁ ମୂଷା ଯେ ଭଗବାନଙ୍କ ନାଁ ଧରୁଛି କଥା କହୁଛି ଏଇଟା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। କାରଣ ମୁଁ ଯେତେବେଳେ ସେ ଭିଡ଼ିଓଟି ଭଲସେ ଦେଖିଲି, ସେ ଝିଅ ଏମିତି ବହୁତ କଥା କହୁଛନ୍ତି। ସେ କହିବା କଥା କି ମୂଷା କାଳେ ଜିଦି ଧରିଲା ମୁଁ ପୁରୀ ଯିବି, ମୋ ଭାଇଙ୍କ ପାଖକୁ ଯିବି। ଭାଇ ମାନେ ବୁଝିପାରୁଛନ୍ତି ତ, ଭଗବାନ ଜଗନ୍ନାଥ ହେଉଛନ୍ତି ତାଙ୍କ ଭାଇ, ବଳରାମ ହେଉଛନ୍ତି ତାଙ୍କର ବଡ଼ ଭାଇ, ସୁଭଦ୍ରା ହେଉଛନ୍ତି ତାଙ୍କର ଭଉଣୀ। ସେ ଭଉଣୀ ପାଖକୁ ଯିବି, ସେ ଜିଦି କରୁଛି ମୁଁ ଗଲା ପରେ ତାଙ୍କ ସାଙ୍ଗରେ କଳି କରିବି। ଗୋଟେ ମୂଷା ଯିଏ ମାତ୍ର ଚିଁ ଚିଁ ହେଉଛି, ସେ ଏତେ ବଡ଼ ସେଣ୍ଟେନ୍ସ ଗୋଟେ ସେ ଝିଅ ଯେଉଁ ମ୍ୟାଡ଼ାମ ଯେଉଁଟା କହିଲେ ଗୋଟେ ପାରାଗ୍ରାଫ ଭଳିଆ ଏତେ କଥା ସେ ମୂଷା କହିଲେ, ଏଇଟା କ'ଣ କେବେ ପସିବଲ? ତାର ମୁଁ ଯେତେବେଳେ ସେ ଭିଡ଼ିଓଟା ଭଲସେ ଦେଖିଲି ସେମିତି କିଛି ବି ନଥିଲା। ସେ ମୂଷା କଥା କହିବା ତ ଦୂରରେ ଥାଉ, ସେ ଓନ୍ଲି ଗୋଟେ ସାଉଣ୍ଡରେ ଗୋଟେ ଆବାଜରେ ହିଁ ଚୁଁ 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 ହେଉଛି। ତ ଇଏ ସେଇଟାକୁ ନେଇ ଗୋଟେ ପ୍ରହସନ କରୁଛନ୍ତି କ'ଣ ନା ମୂଷା କଥା କହୁଛି, ତ ସେମିତି କିଛି ବି ନଥିଲା। ଆଉ ଇଏ ଯେଉଁ ସବୁ କରୁଛନ୍ତି ତାଙ୍କ ସାଙ୍ଗରେ ସାମିଲ ଅଛନ୍ତି ସେ ଝିଅର ତାଙ୍କ ବାପା ମା ତାଙ୍କ ଟୋଟାଲ ଫ୍ୟାମିଲି ଇନଭଲ୍ଭ ଅଛନ୍ତି। ଆଉ ମୁଁ ବୁଝିପାରୁନି କୋଉ ଇଣ୍ଟେନସନ ନେଇ କହୁଛନ୍ତି। ହୁଏତ ଆଜିକାଲି ଯାହା ଦେଖାଯାଇଛି ସୋସିଆଲ ମିଡ଼ିଆରେ ଜଣେ ଭାଇରାଲ ହେବା ପାଇଁ କିଛି ବି କରୁଛି, କିଛି ବି ହଦ ତକ ଯାଇପାରୁଛି। ତାହେଲେ ମୁଁ ଯେତେବେଳେ ନୋଟିସ୍ କରୁଥାଏ, ତାପରେ ଆଉ ଜଣେ ସେ ମିଡ଼ିଆ ଭାଇ ତାଙ୍କର ଯେତେବେଳେ ବାଇଟ୍ ନେଉଥାନ୍ତି ତାଙ୍କ ନାଁ ପଚାରିଲେ କ'ଣ ନା ଅଙ୍କିତା ସାମଲ। ସେ କ୍ଲିୟର ଶୁଭିଲା, ସମସ୍ତେ କ୍ଲିୟର ଶୁଭିଲା। ତାକୁ ଆଉ ଥରେ ରିପିଟ୍ ପଚାରୁଛନ୍ତି ଟିକେ ଜୋରରେ କୁହ, ତା ମାନେ କ'ଣ ସେ ତ ଶୁଭୁଛି। କାହିଁକିନା ଏଇଟା ରିପିଟ୍ କଲା ପରେ ଲୋକମାନେ ସେ ଅଙ୍କିତା ସାମଲ ନାଁରେ ସର୍ଚ୍ଚ କରିବା ଆରମ୍ଭ କରିଦେଲେ ସୋସିଆଲ ମିଡ଼ିଆ, ସର୍ଚ୍ଚ କରିବା ଆରମ୍ଭ କରିଦେଲେ ଯେମିତି ନିଶା ମରା ନାଁରେ ସର୍ଚ୍ଚ ହେଇଥିଲା। ତ ତାର ଫଲୋଅର୍ସ ଧୀରେ ଧୀରେ ବଢିବ, ଫଲୋଅର୍ସ ବଢିଲା ପରେ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲା ହବ, ତାର ମୂଷାକୁ ନେଇକି ଗୋଟେ ବିଜନେସ କରିବା ଷ୍ଟାର୍ଟ ହେଇଯିବ। କାରଣ ଆମ ଓଡ଼ିଶା ଲୋକ ତ ବହୁତ ଧାର୍ମିକ ଲୋକ, କେହି ଭଗବାନଙ୍କ ନାଁ ନେଇ କିଛି ବି କରିଯାଆନ୍ତି। କେତେ ଭଣ୍ଡ ବାବା ବି ଅଛନ୍ତି, ଯେମିତି ସାରଥୀ ବାବା ହେଲା, କେତେ ବି ତାକୁ ଲୋକ ଭଗବାନ ବୋଲି ମାନୁଛନ୍ତି। କାରଣ ଆମେ ସେତିକି ନିରୀହ ଲୋକ ଆମେ ମାନେ, ତ ଭଗବାନଙ୍କ ନାଁ କୋଉଠି କହିଲେ ଆମେ ଟିକେ ମାନିଦଉ। ତ ସେ ଝିଅଟା କ'ଣ କଲା, ତାର ଭରପୁର ଫାଇଦା ଉଠେଇଲା, ଆଉ ତାର ପରିବାର ତା ବାପା ମା ତାର ସହିତ ସାଥ ଦେଲେ। ନିଶ୍ଚିତ ଭାବରେ ଏଇଟା ଡାଇରେକ୍ଟ ଆମ ମହାପ୍ରଭୁ ଜଗନ୍ନାଥକୁ ଇନସଲ୍ଟ କରାଯାଉଛି, କାରଣ ତାଙ୍କ ନାଁ ନେଇକି ଏସବୁ ଜିନିଷ କରାହେଉଛି। ଆଉ ମଣିଷର ଯେଉଁ ଧାର୍ମିକ ଭାବନା ଅଛି ତା ସାଙ୍ଗରେ ଖେଳା ହେଉଛି। ମୁଁ କହିବି ଯେତେ ଜଲ୍ଦି ହବ ଆ ଉପରେ ଗୋଟେ ପ୍ରପର ଆକ୍ସନ ନିଆଯିବା ଦରକାର। ଆଉ ଗୋଟେ ସବୁଠୁ ବଡ଼ କଥା ମୋତେ କହିବାକୁ ଦୁଃଖ ଲାଗୁଛି, ଯେଉଁ ମିଡ଼ିଆ ଭାଇ ମାନେ ତାଙ୍କୁ ସବୁ କୋଶ୍ଚିନ୍ ପଚାରୁଛନ୍ତି, ସେ ଯଦି ଏସବୁ ନ କରିକି ଥରୁଟିଏ ଇନଭେଷ୍ଟିଗେସନ କରିଥାନ୍ତା ସେ ଉପରେ କେତେ ଦୂର ଠିକ୍ କହୁଛି କେତେ ଦୂର ଭୁଲ କହୁଛି, ତାହେଲେ ଏ ଦିନ ଆଜି ଆମକୁ ଦେଖିବାକୁ ପଡ଼ିନଥାନ୍ତା। ଏମାନେ କ'ଣ କଲେ, ମିଡ଼ିଆ ଭାଇ ମାନେ ତାଙ୍କର ନିଜର ଟିଆରପି ପାଇଁ ସେ ଝିଅ ଯାହା କଲେ ସେଟା କହି ଚାଲିଲେ, ଆଉ କ୍ରସ୍ କୋଶ୍ଚିନ୍ ବି କିଛି ପଚାରିଲେ ନାହିଁ। ତାପରେ ଆଉ ଗୋଟେ କଥା ହେଉଛି, ଯଦି ସେ ମୂଷା କଥା କହୁଛି ତାହେଲେ ତଳେ ଛାଡ଼ିକି ଦେଖ ସେ କଥା ହେଉଛି କହୁଛି ନାଇଁ ସେ ତଳେ ଛାଡ଼ିବେନି, ଧରିବେ। କାହିଁକିନା ନ ଧରିଲେ
ଧରିଲେ ସିନା ସେଟା ଆଙ୍ଗୁଠିରେ ଗେଞ୍ଜିଲେ ସେ ମୂଷା ପେନ୍ ହବ, ଚିଁ ଚିଁ ସାଉଣ୍ଡ ହବ, ଆଉ ଲୋକମାନଙ୍କୁ ଏମିତି ଭୋକ ହବ ନା ହବ। କିନ୍ତୁ ସେ ମୂଷା ତଳକୁ ଛାଡ଼, ସେଠି ଯଦି ମିଡ଼ିଆ ଭାଇମାନଙ୍କୁ କହିଥାନ୍ତେ ଯେ ମୂଷା ଟିକେ ତଳକୁ ଛାଡ଼, ଆମେ ଯଦି ଜଣେ ଗୋଟେ ପଶୁ କଥା କହିପାରୁଛୁ, ଯିଏ ବି ପଚାରିଲେ ସେ କଥା କହିବ, ତାହେଲେ ତଳେ ଛାଡ଼ିକି ଦେଖ, ଟେବୁଲ ଉପରେ କି ବେଞ୍ଚ ଉପରେ କୋଉଠି ବି ଛାଡ଼, ତାହେଲେ ଆମେ ତାଙ୍କୁ କୋଶ୍ଚିନ୍ ପଚାରୁଛେ, ଦେଖି ଆନ୍ସର ଦଉଛି କି ନାହିଁ, କି ସେ ଶେଷ ତ କଲେ ନାହିଁ। କାରଣ ଏ ଯଦି ମିଡ଼ିଆ ବାଲା ସେତିକି କୋଶ୍ଚିନ୍ କରିବେ, ତାହେଲେ ସେ ଝିଅଟି ମୁହଁ ବନ୍ଦ ହେଇଯିବ, କହିପାରିବନି। ତ ତାଙ୍କୁ ଖୋଲା ଛାଡ଼ିଦେଲେ ସେ ମନ ଇଚ୍ଛା କହି ଚାଲିବ, ତାହେଲେ ନିଜର ଟିଆରପି ବଢ଼ିବ, ଯୋଉଥିପାଇଁ ସେ ଆଜି ଏତେ ସବୁ କହିବାକୁ ସାହସ କଲା। ଯେଉଁଭଳି ଭାବେ କହୁଥିଲେ ଆଳିର ଜଣେ ୟୁଟ୍ୟୁବର କହୁଥିଲେ କି ଏ ଯୋଉ କୁହାଯାଉଛି ମୂଷା କଥା କହୁଛି, ଏହା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ଏବଂ ମନୁଷ୍ୟକୃତ, ଭାଇରାଲ ହେବା ପାଇଁ ଏହା କରାଯାଇଛି। ଆଳିରୁ ଲିଟୁଆ ରାଉତ, ଓଡ଼ିଶା ଭାସ୍କର।